ମୁଁ ବର୍ତ୍ତମାନ ଗର୍ଭ ଅବସ୍ଥାରେ ସ୍ୱାମୀ। ଓ ଶାନ୍ତି, ହେଲେ ସ୍ୱାମୀ ମୁଁ କ'ଣ କହୁଥିଲି କି ମୋ ପାଇଁ ଗୋଟିଏ ଚାକରାଣୀର ବ୍ୟବସ୍ଥା କରନ୍ତୁ, କାହିଁକି ନା ମୋର ଦେଖାଶୁଣା କରିବି। ତୁମେ ଠିକ୍ କହିଛ ହଁ ମହାରାଣୀ ସ୍ୱାମୀ, ଶାନ୍ତି। ଏହି ସମୟରେ ତୁମକୁ ଚାକରାଣୀଟିଏ ନିହାତି ଦରକାର। ହଁ ସ୍ୱାମୀ, ହେଲେ ଆମ ରାଜ୍ୟରେ ଅନେକ ଦାସ ଦାସୀମାନେ ରହିଛନ୍ତି। ଜଣେ ଦାସୀକୁ ତୁମର ଦେଖାଶୁଣା ପାଇଁ ରଖିଦେବା, ତୁମେ ସେଥିପାଇଁ ଚିନ୍ତା କର ନା ଶାନ୍ତି। ହଁ ସ୍ୱାମୀ। ତୁମେ ସେଥିପାଇଁ ଚିନ୍ତା କର ନା। ମହାରାଜାଙ୍କର ଜୟ ହଉ। କିଏ ତୁମେ? କ'ଣ ପାଇଁ ଏ ରାଜପ୍ରସାଦକୁ ଆସିଅଛ? ମହାରାଜ, ମୁଁ ହେଉଛି ଆପଣଙ୍କ ରାଜ୍ୟରେ ଯେଉଁ ମନ୍ତ୍ରୀ ପଦରେ କାମ କରୁଥିଲେ, ଆମ ମନ୍ତ୍ରୀ? ମୁଁ ତାଙ୍କର ସ୍ତ୍ରୀ ମହାରାଜ। ଏ ତୁମେ କ'ଣ କହୁଛ? ତାହେଲେ ଏ ଯାଏ କାହିଁକି ଆମ ମହାମନ୍ତ୍ରୀ ସତ୍ୟବ୍ରତ ଆସିଲେନି କି? ହେଲେ ମହାରାଜ, ମୋ ସ୍ୱାମୀ କୌଣସି ଦୈବୀ ଦୁର୍ଘଟଣାରେ ମୋ ସ୍ୱାମୀ ମୃତ୍ୟୁବରଣ କଲେ ମହାରାଜ। କାହିଁକି? କ'ଣ ପାଇଁ ସେ ମୃତ୍ୟୁବରଣ କଲେ? ସେଇଥିପାଇଁ ମହାରାଜ ମୁଁ ଆପଣଙ୍କ ରାଜ୍ୟରେ ମୋତେ କୌଣସି ଏକ କାମ ଦେଇଦେଲେ ମୁଁ ଆପଣଙ୍କ ରାଜ୍ୟରେ ରହିଯିବି ବୋଲି ମହାରାଜ। ତାହେଲେ ତୁମେ ଆମ ଏ କୁଶଳ ରାଜ୍ୟରେ ଚାକରାଣୀ ଭାବରେ ରହିବ? ନିଶ୍ଚୟ ମହାରାଜ, ମୁଁ ଚାକରାଣୀ ହିସାବରେ ରହିଯିବି। ମହାରାଣୀ ଶାନ୍ତି, ସ୍ୱାମୀ, ତୁମେ ପରା ଏଇନେ କହୁଥିଲ ହଁ ସ୍ୱାମୀ, ତୁମକୁ ଚାକରାଣୀଟିଏ ଦରକାର ବୋଲି। ହଁ ସ୍ୱାମୀ। ହେଲେ ମନ୍ତ୍ରୀ ତ ଆମର ପୁରୁଣା ଲୋକ, ତାଙ୍କ ସ୍ତ୍ରୀଙ୍କୁ ଯଦି ଚାକରାଣୀ ଭାବରେ ରଖିଦେଲେ ଭଲ ହେବ ନା? ଭଲ ହବ ସ୍ୱାମୀ, ବହୁତ ଭଲ ହବ। ହେଲେ ତୁମେ ଚାକରାଣୀ ହୋଇ ରହିବ, କିନ୍ତୁ ଗୋଟିଏ ସର୍ତ୍ତରେ। କି ସତ ମହାରାଜ? ତୁମେ ହେଉଛ ଛୋଟ ଲୋକ, ତୁମେ କେବେ ବି ବଡ଼ ଲୋକ ହେବାର ସ୍ୱପ୍ନ ଦେଖିବ ନାହିଁ। ନା ମହାରାଜ, ଆମେ ହେଉଛୁ ଛୋଟ ଲୋକ, ଆମେ ହେଉଛୁ ଗରିବ ଲୋକ। ଆମେ କେବେ ବି ଛୋଟ ଲୋକ ବଡ଼ ଲୋକ ହେବାର ସ୍ୱପ୍ନ ଦେଖିବୁନି ମହାରାଜ। ବସ୍ ଆମକୁ ଖାଇବାକୁ ମୁଠିଏ ଦାନା, ପିନ୍ଧିବାକୁ ଖଣ୍ଡିଏ ଲୁଗା, ସେତିକିରେ ଆମେ ଯଥେଷ୍ଟ ମହାରାଜ। ଠିକ୍ ଅଛି, ତାହେଲେ ତୁମେ ଏ ରାଜଉଆସରେ ଚାକରାଣୀ ଭାବରେ ରହିବ। ହେଲେ ମହାରାଜ, ହେଲେ କିନ୍ତୁ ମୁଁ ବର୍ତ୍ତମାନ ଗୋଟିଏ ଗର୍ଭବତୀ ମହାରାଜ। ତୁମେ ପୁଣି ଗର୍ଭବତୀ? ଏ ଗର୍ଭ ଅବସ୍ଥାରେ ଥାଇ ତୁମେ ଏ ରାଜଉଆସର କାମ କରିପାରିବ? ମହାରାଜ, ଏଇ ଗର୍ଭରେ ବଢୁଥିବା ଛୁଆ ପାଇଁ ମୁଁ ଯେକୌଣସି କାମ ଦେଲେ ମଧ୍ୟ ମୁଁ ନିଶ୍ଚୟ କାମ କରିବି ମହାରାଜ, ନିଶ୍ଚୟ କାମ। ଠିକ୍ ଅଛି, ତୁମେ ଯେତେବେଳେ ଗର୍ଭବତୀ ଥାଇବି ଏ ରାଜଉଆସରେ କାମ କରିବା ପାଇଁ ଚାହୁଁଛ, ତାହେଲେ ତୁମେ ଚାକରାଣୀ କାମରେ ରହିବ। ହେଲେ ବାରିପଟରେ ଘରଟି ଅଛି, ତୁମେ ସେଇଠି ଯାଇ ବିଶ୍ରାମ କରିବ, ଆଉ କାଲି ସକାଳରେ ତୁମେ ତୁମର କାର୍ଯ୍ୟରେ ଲାଗିବ। ହେଲେ କିନ୍ତୁ ଗୋଟିଏ କଥା, ମୋ ସ୍ତ୍ରୀ ବି ଗର୍ଭ ଅବସ୍ଥାରେ ରହିଅଛି, ତୁମେ ତାଙ୍କର ଦେଖାଶୁଣା ହିଁ କରିବ। ନିଶ୍ଚୟ ମହାରାଜ, ମୁଁ ରାଣୀ ମାଙ୍କର ନିଶ୍ଚୟ ଦେଖାଶୁଣା କରିବି। ମୁଁ ଆସୁଛି ମହାରାଜ।